রাধা এই ব্যাগটা তাহলে তো অবিনাশ ডাট এই ব্যাগটা দেখলে না ଭଲ ମମି ସେଇ ଆଲମାରିରୁ ସେଇ ଷୋଳ ଆରାମଦାଦାକୁ ଅବିନାଶ ଡଟ୍ ଟଙ୍କା ଦେଇଥିଲେ ନା 5 ଲକ୍ଷ ଟଙ୍କା। ସେଇ ଟଙ୍କାଟା ମୁଁ ଆଜି ତ ହାତରେ ଦଉଛି, ତୁ ଟିକେ ଦେଖିକି ଦେଖିଲ ମମି। ଏତେ ଗୁଡ଼ାଏ ଟଙ୍କା ବାବା ଏତେ ଗୁଡ଼ାଏ ଟଙ୍କା ମୋ ପାଇଁ ସୁନାର ହାର କିଣିବି ଆଉ କଣ କଣ କରିବି ବେଟା ରାଘା। ଆରେ ତତେ ମାନିବାକୁ ପଡ଼ିବ। ହଁ ରାଘା ହ୍ୟାଲୋ ମମି। আরে কোথারে নাইলে মামি টঙ্কা দল টঙ্কা করবা টঙ্কা ই ভগবান টঙ্কা পাই জীবন দেই পারে দরকার পড়িলে জীবন নেই বি পারে। ହଁ ରାଘା ତୁ ଠିକ କହୁଛୁ। ଆଜି ତ ଡ୍ୟାଡ୍ ଆସିବେ, ତେଣୁ ଏଇ 28,000 ଟଙ୍କାଟା କୋଉଠି ନା କୋଉଠି ଲୁଚେଇ ଦେଇକି ଆସ। ভালো এ মমে কଣ କହିଲୁ ଆଜି ତା କମ୍ପାନୀ ଆଡ଼କୁ ଯଦି ଆସିବାର ଥିଲା ତାହେଲେ ମୋତେ ଆଗରୁ କହିଥାନ୍ତୁ, ମୁଁ ଏଇ 28,000 ଟଙ୍କାଟା କୋଉଠି ଲୁଚେଇ ଦେଇଥାନ୍ତି। ହଁ ରାଘା ତୋ ଡ୍ୟାଡ୍ ଫୋନ୍ କରିଥିଲେ, ଆଜି ଆସୁଛନ୍ତି। ଏଇ 28,000 ଟଙ୍କାଟା କୋଉଠି ନା କୋଉଠି ଲୁଚେଇ ଦେଇକି ଆସ। ଓହୋ ଏଇ କଥା। ତାହେଲେ ଦେଲେ ମମି ମୁଁ ଏଇ 28,000 ଟଙ୍କାଟା ମୁଁ କୋଉଠି ଲୁଚେଇ ଦେଇଥିବି। ଆରେ ଜନ୍ମ ଜନ୍ମ ଶହେ ଜନ୍ମ ହେଲେ ବି ଏଇ ଟଙ୍କାଟା କେହି ପାଇପାରିବି ନାହିଁ ଲୋ ମମି। ଠିକ ଅଛି ରାଘା ଏଇନେ ଶୀଘ୍ର ଲୁଚେଇ ଦେଇକି ଆସ। ହଉ ଠିକ ଥିଲା ମମି। এই টঙ্কাটা তোর লৌচাই দিয়ে আসিবা। হ্যালো এ মমে সেই টঙ্কাটা ମୁଁ ଲୁଚେଇ ଦେଇକି ଆସିଲି। ଆରେ ଜନ୍ମ ଜନ୍ମ 100 ଜନ୍ମ ହେଲେ ବି ଆରେ 100 ଟଙ୍କାଟା କେହି ଖୋଜି ପାଇବେନି ଲୋ ମମି। ଠିକ ଅଛି ରାଘା ଏ ବିଷୟରେ କଥାବାର୍ତ୍ତା ଆମେ ବନ୍ଦ କରିବା। ଏବେ ବର୍ତ୍ତମାନ ତୋ ଡ୍ୟାଡ୍ ଆସୁଛନ୍ତି, ଆମେ ଟିକେ ସାବଧାନରେ ରହିବାକୁ ପଡ଼ିବ। ମମି ଡାଟା जो मुझे तो के साइलेंट रहता डाड मुझे कलना। ଠିକ ଅଛି ରାଘା ଏଇନେప్పుడు ତୁ ବି କାହାକୁ କହିବୁନି ବୁଝିଲୁ। हेलो मैंने अरे कौन कर अरे कंपनी को जाइली मु ଆରେ କଣ ହେଲା? सतरी मैंने अरे सत को सत आम कंपनी लॉस होगा बसलानी। ଏ ଭଗବାନ ଏବେ କଣ କରିବ? मु असिस्टेंट मान सहित कथबार्ता आसी 2-3 दिन भितर सरकार को 10 लाख टंका डिपोजिट करने पड़ो। हाउ से जगह को देथिबा टंका को भी मागिबा को पड़ो। अरे हाँ अरे जगह को आड़े गला ଏଇଠି କୋଉଠି ଥିବ? ତୁମେ ସେଇଦିନ ଜଗାକୁ ଟଙ୍କା ଦେଇଥିଲ, ସେଇ ଟଙ୍କାକୁ डिपोजिट करिवो। जो रुहा जगा को डाकी दउची। अरे जगा जगा अरे तो डाड डाकुछंती। अरे जगा जगा अरे बेटा रे जगा नमस्कार बाप्पा।
नमस्कार माँ नमस्कार मामो ई लिप सही एमने होचती अरे मोर निज बापा माँ अरे चल एमन को जाई अरे पाद छुई मुंडिया मारिबा जगा ताहले ठीक अछि बड़ मानको आमे प्रथमे प्रणाम करिबा ताले ठीक अछि अरे हाँ यही देख এটা হচ্ছে মো সানো ভাই রাগা আরে ডরি যাচ্ছ কাইকি আরে কোণ ହେଇଛି ନାଇଁ ଜଗା ସେମିତି କିଛି ବି ନୁହଁ ଆରେ ଆରେ ବୋଜୋଗା ଆରେ ଝିଅ ପରି କିଏ ହଁ ବାପା ଆରେ ଏଛି ଅଛି ବାପା ରାସୁଗଡ଼ ଗାଁର ସଦାନନ୍ଦଙ୍କ ଝିଅ ନା ତାର ଲିପ୍ସା ଆମେ ଉଭୟଙ୍କୁ ପରସ୍ପର ଭଲ ପାଇ ସାରିଛୁ ବାପା ଆମକୁ କ୍ଷମା କରିଦେବେ ବାପା ଆମକୁ କ୍ଷମା କରିଦେବେ ଆରେ ଜଗା ଆରେ ତୁ କୋଉ ସାହସରେ ଆମକୁ ନ ପଚାରେ ଏଇ ବାର ବୋଲେ ଛତରୀକୁ ଆରେ ଏ ଘରକୁ ବାହାରି ନେଇ ଆସିଛୁ ଆରେ ଏ ଘରର ମାନ ସମ୍ମାନ କିଛି ଅଛି ନା ନାହିଁ ଏ ଘରର ମାନ ସମ୍ମାନକୁ ତୁ ମାଟିରେ ମିଶାଇ ଦେଇଛୁ ଆରେ ଏମାନେ ଆରେ ତୁମେ ଟିକେ ଚୁପ୍ ରହ ଆରେ ପୁଅ ନୂଆ ବୋହୂ ଆଣିଛି ଆରେ ଆମେ ସମସ୍ତେ ତାଙ୍କ ଖୁସିରେ ଆମେ ସମସ୍ତେ ଏକଜୁଟ ହେବା ଦରକାର ଆଲୋ ହେମଇନି ଆରେ ଦେଖୁଛ କ'ଣ ଆରେ ନବବଧୂକୁ ବନ୍ଦାପଣା କରି ଭିତରକୁ ନେଇ ଚାଲ ହଉ ଠିକ ଅଛି बाबा ये बाबा পুরা গড়বড় হয়ে গেলাম সেই ছড়ি অরম জাতি কুব কলেজ পড়ার দেখে ও তা পচরে আরে কুকুর পরে বড় দিলে তবে রাবড় মতে কাইকি সন্দেহ লাগুছি বে সেই ছড়ি অরম জাতিটা ମୋ ବଡ଼ ବଡ଼ ବହୁତ ହିସାବରେ ଆସିଯିବେ କହିଲେ ମୁଁ ସେଇ ଛଳି ଆରମ ଜାତିକୁ ନୋଟିସ୍ ନେବି କେମିତି ବେ ତାକୁ କଲେଜ ପଢ଼ାରେ ତାକୁ ପଛ ଗଡ଼ାଇ ଗଡ଼ାଇ ବୁଲୁଥିଲେ ଗୁରୁ ଏବେ ତମ ବଡ଼ ବାବୁ ଏଠି ଆସିଲା ବୁଝିଲ হবে ଆଜ୍ଞା ଆରାମ ପଡୁ ଆଗୁରୁ ସଇ ଶୁଣି ଆରାମ ଜାତିକୁ ମୋ ଘରକୁ କେମିତି ବୋଉ ହିସାବରେ ଆସିଲା ବେ ମୁଁ ସେଇ ଶୁଣି ଆରାମ ଜାତିକୁ ମୋ ନିଜର କରିବାକୁ ଚାହୁଁଥିଲି ବେ କିନ୍ତୁ ସେଇ ଶୁଣି ଆରାମ ଜାତିଟା ଆଜି ମୋ ବଡ଼ ଭାଉଜ ହିସାବରେ ଆସିବେ ତାହେଲେ ମୁଁ କ'ଣ କରିବେ ଦେଖିଲା ବେଳକୁ ତାରି ଚେହେରା ତାରି ଆଖି ତାର ଗୁଲୁ ଗୁଲିଆ ଚେହେରା ତାର ଗୁଲୁ ଗୁଲିଆ ଅଠ अरे देखी बाबू तो अरे से लिप्सा पर दिसुबे ଆଗୁରୁ से लिप्सा ना उकेबे ଲିପ୍ସା ଗୁରୁ ସେ ଲିପ୍ସା ମ୍ୟାଡ଼ାମ ବୁଝିଲ ତମେ ଏତେ ସୁନ୍ଦର ଦେଖାଯାଉଛ ଗୁରୁ ତମକୁ ପଟିଲାନି ସେ ସେରକୁ ପଟିଲା ବୁଝିଲ अबे ଯେମିତି ହେଲେ ବି
ସେଇ ଷୋଳ ଆରାମ ଜାତିକୁ ମୁଁ ଆମ ଘରକୁ ରଖିବାକୁ ଦେବି ଯିବେ। ଏବେ ରାବଣ ଆଗରୁ এইটি ଆଉ ତମାଶା କରି କିଛି ଲାଭ ନାହିଁ। চল ଚାଲ ସେଇ ଷୋଳ ଆରାମ ଜାତିର ଉପାୟ କରିବା। চল